ଷଷ୍ଠ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟ ଶ୍ରୀ ଶୁକବାଚ। ମତେ ସଂଗ୍ରାମେ ଶରୀର ଛାଡ଼ିବ ବୋଲି ସେ ଅସୁର, ଜୟରୁ ବଲ ମୋ ମରଣ ମନରେ କଲା ଏ ରାଜନ। ଚୂଳକୁ ଧରି ବୃତ୍ରାସୁର ଧାଇଲା ଇନ୍ଦ୍ରର ଉପର, ଯେମତେ କୈଟଭ ବୀର ବିଷ୍ଣୁଙ୍କୁ ଧଇଲା ଜଳର। ଯୁଗାନ୍ତ ଅଗ୍ନି ପ୍ରାୟ ତେଜ ସେ ଶୂଳ ଅତ୍ୟନ୍ତ ବିରାଜ, ବୃତ୍ର ଅସୁର ଚୂଡ଼ାମଣି ଇନ୍ଦ୍ରକୁ ପ୍ରହାରିଲା ଆଣି। ଏ ଘୋର ଶବଦରୁ ସେ କଲା ପାପିଷ୍ଟ ମଲୁଟି ବୋଇଲା, କାଶୁ ଗ୍ରହ ଉଲ୍କାମାନ ଖସି ପଡ଼ିଲେ ତତ୍କ୍ଷଣ। ଦୁଃସହ ଦେଖିଣ ଅସୁର ଭୟେ ବିକଳ ପୁରନ୍ଦର, ବଜ୍ରରେ କରି ଦେବରାଜ ଛେଦିଲେ ତାର ଏକ୍ୟ ଭୁଜ। ପରିଘ ଘେନି ଆର କର ଧାଇଁଲା ଇନ୍ଦ୍ରର ଉପର, ଦେବରାଜ ନିକଟେ ଯାଇ ସମ୍ମୁଖେ ପ୍ରହାରିଲା ନେଇ। ଇନ୍ଦ୍ର ହାତୁ ବଜ୍ର ଖସିଲା ଅଧୋଭୂମିରେ ସେ ପଡ଼ିଲା, ଏ ବୃତ୍ରାସୁରର ଦେଖି କର୍ମ ସୁରଗଣ କହେଲା ଭ୍ରମ। କଳେ କଲେ ଧନ୍ୟ ଧନ୍ୟ ଇନ୍ଦ୍ର ସଙ୍କଟେ ମନ ଛନ୍ନ, ଯେତେକ ସେନା ଇନ୍ଦ୍ରଙ୍କର ସକଳେ କଲେ ହାହାକାର। ଲଜ୍ଜାରେ ବୃତ୍ରର ଅଗ୍ରତେ ବଜ୍ର ନ ନେଲେ ଇନ୍ଦ୍ର ହସ୍ତେ, ଇନ୍ଦ୍ରକୁ ଚାହିଁ ବୃତ୍ରାସୁର ବଚନ କହି ମଧୁର। ମନରେ ବିଷାଦ ନ କର ବଜ୍ର ଧରିଣ ବେଗେ ମାର, ଏ ଯୁଦ୍ଧ କରହିଁ ଯେଉଁ ସୁର ଜୟର ହସ୍ତଟି ତାହାର। ଯେ ଜନ ରଣେ ଭୀତ ହୋଇ ଜୟରେ ଲେଶ ତାର ନାହିଁ, ଉତ୍ପତ୍ତି ପାଳନ ସଂହାର ଯେ ପ୍ରଭୁ ଏହାର ଈଶ୍ୱର। ସର୍ବଜ୍ଞ ଆଦି ସନାତନ ଅଖିଳ ପୁରୁଷ ପୁରାଣ, ଏ ସର୍ଜିଲେ ଜୟ ବା ଅଜୟ କାହାର ବୋଲେ ହୁଏ କହ। ପ୍ରଭୁ ଅଖିଳର ଈଶ ଅଖିଳ ଯାର ନିଜ ବାସ, କାଳ ସ୍ୱରୂପେ ଶରୀର ମୃତ୍ୟୁ ଅମୃତ୍ୟୁ ଅଗୋଚର। କଳ ହେତୁ ଯେ ଅଟଇ ତାହାକୁ ଅଜ୍ଞ ନ ଜାଣଇ, କାଷ୍ଠର ପିତୁଳି ଯେ ସନ ଜଗତ ତାହାର ଭିଆଣ। ହେମନ୍ତ ସତ୍ୟମୟ ମୃଗ ପ୍ରାଣୀ ତେମନ୍ତ ମହାଭାଗ, ପୁରୁଷ ପ୍ରକୃତି ଯେ ଦୁଇ ତା ବିନୁ ଜଡ଼ ପ୍ରାୟ ହୋଇ। ସୃଷ୍ଟିର କର୍ତ୍ତା ଅବା କେହି ତା ବିନା ଯେତେକ ଅଛଇ, ହେମତେ ଆତ୍ମା ରୂପ ହୋଇ ଅଜ୍ଞାନୀ ଜାଣିବ ତା କାହିଁ। ସେହି ପ୍ରାଣୀକୁ କରି ପ୍ରତିପାଳନକୁ ଆଚରି, ଗ୍ରାସଇ କାଳ ରୂପ ହୋଇ ଧର୍ମ ଅଧର୍ମ ରୂପ ସେଇ। ପ୍ରାଣୀର ପ୍ରାଣବନ୍ତୀ ଚିତ୍ତେ ଯଶ ଅଯଶ କୀର୍ତ୍ତି ଯେତେ, ଏ ସେ ଯାକୁ ପ୍ରସନ୍ନ ହୁଅଇ ଇଷ୍ଟ ଐଶ୍ୱର୍ଯ୍ୟ ତାକୁ ଦେଇ। ଏହାର ସାକ୍ଷୀ ଯେଉଁ ଜନ ସେ ଯାକୁ ହୁଅଇ ପ୍ରସନ୍ନ, ସାରେ ବଧ ସେ ନ ହୋଇ ସକଳ ପାପୁ ସେ ତରଇ। ଜୟ ଅଜୟରୁ ବାହାର ତୁମ୍ଭେ କି ନ ଜାଣ ଈଶ୍ୱର। ଶ୍ରୀ ଶୁକବାଚ। ଶୁଣ କହିବା ନୃପମଣି ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି, ପୁତ୍ରକୁ ଧନ୍ୟ ଧନ୍ୟ କରି ହସି ଡାକିଲେ ବଜ୍ରଧାରୀ। ଆହୋ ଦାନବ ସାଧୁ ତୁଇ ତୁ ଯେଣୁ ଶୁଭମତି ହୋଇ, କଳ ଆତ୍ମାର ଈଶ୍ୱର ଭଜିଲୁ ଚରଣ ତାଙ୍କର। ଜନମୋହନ ବିଷ୍ଣୁ ମାୟା ଦାନବ ଛେଦିଲୁ ତୁ ତା, ଐରୀ ଭାବ କଲୁ ଦୂର କଲୁ ତୁ ସ୍ୱର୍ଲୋକ ଆଚାର। ଏ ଐଶ୍ୱର୍ଯ୍ୟ ବଡ଼ ମୋର ସ୍ୱଭାବେ ତୁଚ୍ଛ ସେ ଅପାର, ଅଖିଳ ବ୍ରହ୍ମାଣ୍ଡର ପତି ତାତହିଁ ତୋର ଦୃଢ଼ ମତି। ପରମ ବ୍ରହ୍ମ ହରି ଯେଇ ତାତହିଁ ଯାର ଭକ୍ତି ହୋଇ, ଅମୃତ ସିନ୍ଧୁରେ ଯେ ସନେ କ୍ରୀଡ଼ା କରନ୍ତି ଅନୁକ୍ଷଣେ। କି କାର୍ଯ୍ୟକୁ ପଜଳେ ତାର ସ୍ୱଭାବେ ତୁଚ୍ଛ ସେ ଅସାର। ବାଦାରଣ୍ୟରୁ ବାଚ। ଏ ଅନନ୍ୟ ଧର୍ମକୁ କହିଲେ ପୁଣି ଯୁଦ୍ଧ ଆରମ୍ଭିଲେ, ସମ୍ମୁଖେ ବୀର ଦୁଇ ଜଣ କରି ଲାଗନ୍ତେ ଘୋର ରଣ। ବୃତ୍ର ପରିଘ କରେ ନେଇ ଇନ୍ଦ୍ରକୁ ପ୍ରହାରିଲା ଯାଇ, ପରିଘ ନେଇ ବାମ କରେ ଶବଦ କଲା ମହାଘୋରେ। ପର ପରିଘ ଏକାବେଳେ ଇନ୍ଦ୍ର ଛେଦିଲେ ଅବହେଳେ, ଏ ବୃତ୍ରର ଗଲା ଦୁଇ କର ରକତେ ହେଲା ଜର ଜର। ବଜ୍ରରେ ଯେ ସନେ ପର୍ବତ ତେନେ ହୋଇଲା କ୍ଷୀଣ ହସ୍ତ, ଅଧର ହନୁ ଭୂମି ପରେ ଉତ୍ତର ହନୁ ସ୍ୱର୍ଗପୁରେ। ଆକାଶ ଗର୍ଭର ମୁଖରେ ଲେହଇ କଠୋର ଜିହ୍ୱାରେ, କାଳର ପ୍ରାୟ ଦନ୍ତ ମୁନ ଗ୍ରାସିବ ଯେନେ ତ୍ରିଭୁବନ। ଅତ୍ୟନ୍ତ ଶରୀର ବିସ୍ତାରୀ ଯେନେ ପଡ଼ଇ ମହାଗିରି, ପାଦେ ଅବନୀ କମ୍ପାଇଲା ଇନ୍ଦ୍ରର ନିକଟେ ମିଳିଲା। ଇନ୍ଦ୍ରକୁ ଗଜେନ୍ଦ୍ର ସହିତ ଗିଳିଲା ବୃତ୍ର ମହାଦୈତ୍ୟ, ସ୍ୱଭାବେ ଅଟଇ ଅସୁର ଦିଗ ରୁନ୍ଧିଲା ଦୈତ୍ୟ ବୀର। ଦେଖିଲେ ଇନ୍ଦ୍ର ଗିଳିବାରେ ବ୍ରହ୍ମାଦି ଯେତେ ସୁର ନରେ, ସକଳେ କଲେ ହାହାକାର ଇନ୍ଦ୍ରକୁ ଗିଳିଲା ଅସୁର। ଅସୁର ଉଦରରେ ଥାଇ ଭସ୍ମ ନୋହିଲା ସୁର ସାଇଁ, ମହାପୁରୁଷ ଧ୍ୟାନ କରି ଯୋଗ ମାୟା ବଳେ ଆଚରି। ବଜ୍ରେ ଛେଦିଲା ପେଟ ତାର ଗର୍ଭରୁ ହୋଇଲା ବାହାର, ଆପଣା ହସ୍ତେ ଦେବବର ବଜ୍ରେ ଛେଦିଲା ତା ଶରୀର। ବଜ୍ର ହିଁ ଅତି ବେଗେ ଗଲା କନ୍ଧରୁ ଶିର ତା କାଟିଲା,
ଇନ୍ଦ୍ର ଆଜ୍ଞାରେ ଅବହେଳେ ତକ୍ଷଣେ ପକାଇଲା ତଳେ, କାଶେ ଦୁନ୍ଦୁବି ତକ୍ଷଣେ ବାଦ୍ୟ ଯେ କଲେ ଦେବଗଣେ। ଆନନ୍ଦେ ହରଷିତ ମନ ଗନ୍ଧର୍ବ ଦେବ ଋଷି ଗଣ, ବୃତ୍ର ଶତ୍ରୁକୁ ସ୍ତୁତି କଲେ ହରଷେ ପୁଷ୍ପ ବରଷିଲେ। ଏ ବୃତ୍ରର ତହୁଁ ଜ୍ୟୋତି ରୂପ ବାର ହୋଇଲା ହୋ ନୃପ, କଳେ ଦେଖୁଥିଲେ ରହି ସ୍ୱର୍ଲୋକ ପାଇଲା ସେ ତହିଁ। ବୋଲ ଇ ବିପ୍ର ଜଗନ୍ନାଥ ଇନ୍ଦ୍ର ବୃତ୍ର ଯୁଧ ଚରିତ, ଜନ ଏଣେ ଦିଅ ଚିତ ହରି ଚରିତ ଭାଗବତ, ତାହା ପଢ଼ଇ ଯେଉଁ ପ୍ରାଣୀ ତରଇ ଭବ ତରଙ୍ଗିଣୀ। ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ वयासिक्यां षष्ठ स्कंदे वृत्रासुर वधे नाम द्वादश अध्याय। बोल आनंदे कवार हरि हरि बोल।